ଆଜିର ପ୍ରସଙ୍ଗ ନୋବେଲ ପୁରସ୍କାର ଆଲେଖ୍ୟ ମଳୟରଞ୍ଜନ ମିଶ୍ର ଉପସ୍ଥାପନରେ ମୁଁ ମହେଶ୍ୱର ସାହୁ। ବିଶ୍ୱସ୍ତରରେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଦିଆଯାଉଥିବା ପୁରସ୍କାରଗୁଡ଼ିକ ମଧ୍ୟରେ ନୋବେଲ ପୁରସ୍କାର ହେଉଛି ସର୍ବଶ୍ରେଷ୍ଠ। ଶାନ୍ତି, ଚିକିତ୍ସା, ସାହିତ୍ୟ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଅର୍ଥନୀତି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଯେକୌଣସି ଦେଶ ଓ ଜାତିର ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ୱିଡିଶ ବୈଜ୍ଞାନିକ ତଥା ଡିନାମାଇଟ୍ର ଉଦ୍ଭାବକ ଡକ୍ଟର ଆଲଫ୍ରେଡ୍ ନୋବେଲ ଏହି ପୁରସ୍କାରକୁ ପ୍ରତିଷ୍ଠା କରିଥିଲେ। 1901 ମସିହା ଠାରୁ ଆଲଫ୍ରେଡ୍ ନୋବେଲଙ୍କ ଦ୍ୱାରା ପ୍ରତିଷ୍ଠିତ ନୋବେଲ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଆଲଫ୍ରେଡ୍ ନୋବେଲଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରତିବର୍ଷ ଡିସେମ୍ବର 10 ତାରିଖରେ ସ୍ୱିଡେନର ରାଜଧାନୀ ଷ୍ଟକହୋମଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ବ୍ୟାଙ୍କ ଅଫ୍ ସ୍ୱିଡେନ ପ୍ରାଇଜ୍ ଇନ୍ ଇକୋନୋମିକ୍ ସାଇନ୍ସେସ୍ ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମନୋନୀତ ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ପୁରସ୍କାର ବାବଦରେ ଏକ ସୁନା ପଦକ, ଅର୍ଥ ଏବଂ ମାନପତ୍ର ପ୍ରଦାନ କରାଯାଇଥାଏ। ଆଲଫ୍ରେଡ୍ ନୋବେଲ ତାଙ୍କର ସମସ୍ତ ସମ୍ପତ୍ତିକୁ ଏହି ଫାଉଣ୍ଡେସନକୁ ଦାନ କରିଛନ୍ତି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ 12,40,00,000 ଟଙ୍କା। ଏହି ଅର୍ଥରୁ ମିଳୁଥିବା ସୁଧକୁ ନୋବେଲ ପୁରସ୍କାର ଅର୍ଥ ଆକାରରେ ପ୍ରଦାନ କରାଯାଇଥାଏ। ଚଳିତ ବର୍ଷ ନୋବେଲ ପୁରସ୍କାର ବିଜେତାଙ୍କର ନାମ ଗତ 6 ତାରିଖରୁ ଘୋଷଣା କରାଯାଇଥିଲା। ସ୍ୱିଡେନ ଷ୍ଟକହୋମ ସ୍ଥିତ ରୟାଲ ସୁଇସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା ଆରମ୍ଭ କରାଯାଇଛି। ମେଡିସିନ କ୍ଷେତ୍ରରେ 3 ଜଣ ବୈଜ୍ଞାନିକଙ୍କୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେମାନେ ହେଲେ ଆମେରିକୀୟ ବୈଜ୍ଞାନିକ ମେରି ଇ ବ୍ରୁନକୋ ଏବଂ ଫ୍ରେଡ୍ ରାମସଡେଲ ଓ ଜାପାନର ସିମୋନ ସାକାଗୁଚି। ମାନବ ଶରୀର ପେରିଫେରାଲ ଇମ୍ୟୁନ୍ ଟଲରାନ୍ସ ଉପରେ ଗବେଷଣା ପାଇଁ ସେମାନଙ୍କୁ ମନୋନୀତ କରାଯାଇଛି। ସେମାନଙ୍କ ଗବେଷଣାର ନିଷ୍କର୍ଷ କର୍କଟ ରୋଗ, ଅଟୋ ଇମ୍ୟୁନ୍ ରୋଗ ଏବଂ ଅଙ୍ଗ ପ୍ରତିରୋପଣ ଚିକିତ୍ସା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରିଛି। ପଦାର୍ଥ ବିଜ୍ଞାନ ପାଇଁ ମନୋନୀତ 3 ଜଣ ବୈଜ୍ଞାନିକଙ୍କ ନାମ ଗତ 7 ତାରିଖ ଦିନ ଘୋଷିତ ହୋଇଛି। ଏହି 3 ଜଣ ଯାକ ବୈଜ୍ଞାନିକ ହେଲେ ଆମେରିକାର ଜନ୍ କ୍ଲାର୍କ, ମିସେଲ ଏଚ୍ ଡୋଭରେଟ୍ ଏବଂ ଜନ୍ ଏମ୍ ମାର୍ଟିନିସ୍। ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ କୁହାଯାଇଛି ଯେ ମାଇକ୍ରୋସ୍କୋପିକ୍ କ୍ୱାଣ୍ଟମ୍ ମେକାନିକାଲ ଟନେଲିଂ ଗବେଷଣା ପାଇଁ ଏହି 3 ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ଏଭଳି ଆବିଷ୍କାର ଭବିଷ୍ୟତରେ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ ନୂତନ ପ୍ରଯୁକ୍ତି ବିଦ୍ୟା ବିକାଶ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ଚଳିତ ବର୍ଷ ରସାୟନ ବିଜ୍ଞାନରେ ମଧ୍ୟ ଉତ୍କର୍ଷ ପ୍ରତିପାଦନ କରିଥିବା 3 ଜଣ ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ସେମାନେ ହେଲେ ଜାପାନର ସୁସୁମୁ କିଟାଗାୱା, ଅଷ୍ଟ୍ରେଲିଆର ରିଚାର୍ଡ ରାପସନ୍ ଏବଂ ଆମେରିକାର ଓମାର ଏନ୍ ୟାଘି। ଏକାଡେମୀ ପକ୍ଷରୁ ଗତ ବୁଧବାର ଦିନ ସେମାନଙ୍କର ନାମ ଘୋଷଣା କରାଯାଇଛି। ମେଟାଲ ଅର୍ଗାନିକ ଢାଞ୍ଚା ବିକାଶ କରିବାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି 3 ବୈଜ୍ଞାନିକଙ୍କୁ ମନୋନୀତ କରାଯାଇଛି। ତାଙ୍କ ଗବେଷଣାର ନିଷ୍କର୍ଷ ମରୁ ଅଞ୍ଚଳରେ ପବନରୁ ପାଣି ସଂଗ୍ରହ, ପ୍ରଦୂଷଣ ହ୍ରାସ, ଅଙ୍ଗାରକାମ୍ଳ ସଫା କରିବା, ବିଷାକ୍ତ ଗ୍ୟାସକୁ ସଂରକ୍ଷିତ ରଖିବା, ଦ୍ରୁତ ରାସାୟନିକ ପ୍ରକ୍ରିୟା ପାଇଁ ବ୍ୟବହୃତ ହୋଇପାରିବ। ସ୍ୱିଡିଶ ଏକାଡେମୀ ପକ୍ଷରୁ ଗତ ଗୁରୁବାର ଦିନ ସାହିତ୍ୟ ପାଇଁ ନୋବେଲ ପାଇବାକୁ ଥିବା ଚଳିତ ବର୍ଷର ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଛି। ସେ ହେଲେ ହଙ୍ଗେରୀର ଲାସ୍ଲୋ କ୍ରାସ୍ନାଜନାହୋରକାଇ। ଏହି ସାହିତ୍ୟିକଙ୍କ ଲେଖା ବିଶ୍ୱରେ ଆତଙ୍କ ଓ ଭୟ ଭିତରେ ମଧ୍ୟ କଳାର ଶକ୍ତିକୁ ପ୍ରଦର୍ଶନ କରିଥାଏ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ନୋବେଲ ପୁରସ୍କାର ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଶାନ୍ତି ପୁରସ୍କାର ପାଇଁ ଭେନେଜୁଏଲାର ମାରିଆ କୋରିନା ମାଚାଡୋଙ୍କୁ ମନୋନୀତ କରାଯାଇଛି। ଭେନେଜୁଏଲାର ଲୋକଙ୍କ ପାଇଁ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ଏକଛତ୍ରବାଦ ଶାସନରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ ଦିଗରେ ମାରିଆଙ୍କ ସଂଘର୍ଷ ପାଇଁ ସେ ନୋବେଲ ଶାନ୍ତି ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି। ଶେଷରେ ଗତକାଲି ଅର୍ଥନୀତି କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 3 ଜଣ ବ୍ୟକ୍ତିଙ୍କ ନାମ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ସେମାନେ ହେଲେ ଜୋଏଲ ମୋକିର, ଫିଲିପ ଆଘିଆନ ଏବଂ ପିଟର ହ୍ୱାଇଟ୍। ନବସୃଜନ ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଯୁଗାନ୍ତକାରୀ କାର୍ଯ୍ୟ ପାଇଁ ସେମାନଙ୍କୁ ମନୋନୀତ କରାଯାଇଛି ବୋଲି ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି। ନୋବେଲ ପୁରସ୍କାରର ଇତିହାସକୁ ସମୀକ୍ଷା କଲେ ଜଣାପଡ଼େ 6 ଜଣ ପ୍ରତିଭାସମ୍ପନ୍ନ ଭାରତୀୟ ଏହି ପୁରସ୍କାର ପାଇଛନ୍ତି। ସେମାନେ ହେଲେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର, ସି.ଭି. ରମଣ, ଡକ୍ଟର ହରଗୋବିନ୍ଦ ଖୋରାନା, ମଦର ଟେରେସା, ପ୍ରଫେସର ଅମର୍ତ୍ୟ ସେନ, ବିଦ୍ୟାଧର ସୁରତ ପ୍ରସାଦ ନୈପାଲ ଏବଂ କୈଳାସ ସତ୍ୟାର୍ଥୀ।